हे गाय जय श्रीराम सकाल सकाल ମୁଁ ଉଠି ପଡ଼ି ପଳେଇ ଆସିଛି। ମୋର ଦାଢ଼ି ନିଶ ବଢ଼ିଯାଇଛି, ତାକୁ କାଟିବା ପାଇଁ ପଳେଇ ଆସିଥିଲି। ମୁଁ ଏତେ ବେଳାଳି ଆସିଥିଲି ଯେ ଆମ ସେଲୁନରେ ଭାଇ ବି ଆସିନଥିଲେ ଚୁଟି କାଟିବା ପାଇଁ। ତାପରେ କିଛି ସମୟ ପରେ ଆସିଥିଲେ, ତାପରେ ମୁଁ ଚୁଟି ଫୁଟି କାଟି ଦେଇକି ପଳେଇ ଆସିଥିଲି ଘରୁ ଗାଧୋଇ ପାଧୋଇ ଫ୍ରେଶ୍ ହେଇ ମୁଁ ବାହାରି ପଡ଼ିଥିଲି। ମୋ ସାଙ୍ଗ ଘର ଆଜି ଗୋଟେ ଭୋଜି ଥିଲା, ସେଥିଲାଗି ମୁଁ ପଳେଇ ଆସିଥିଲି। ଏଠି ଆସି ପହଞ୍ଚିଲା ବେଳକୁ ନନା ରୋଷେଇ ଅଲମୋଷ୍ଟ ସାରିବା ଉପରେ ହେଲେଣି ଆସିକିରି। ବାକି ଖାଲି ଆମର ଏପଟରେ ତରକାରୀ ପାଇଁ କେବଳ କୋବି ଫୋବି ଛଣାଛଣି ଚାଲିଛି ଏବେ। ସେପଟରେ ନନା ତାଙ୍କର ଛଣାଛଣି କାମ ଚଲେଇଛନ୍ତି, ମୁଁ ଏପଟରେ ଆସି ବସି ପଡ଼ିଥିଲି, ଟିକେ ମାନେ ଖରା ଖାଉଥିଲି। ଯୋଉ ରେଟ୍ରେ ଶୀତ ହେଉଛି, ତାପରେ ମୁଁ ଏତେ ଜୋର ଖରା କାଟିଲା ଯେ ମୁଁ ପଳେଇ ଆସିଥିଲି ଘର ଭିତରୁ ଟିକେ। ତାପରେ କିଛି ସମୟ ଭିତରେ ଦେଖିଲା ବେଳକୁ ଆସି ଏପଟରେ ଖିଆପିଆ କାମ ଆରମ୍ଭ ହେଇଗଲାଣି। ତାପରେ ଆମେ କିଛି ସମୟ ପରେ ବସି ପଡ଼ିଥିଲୁ ଖାଇବା ପାଇଁ। ଖାଇ ପିଇ ସାରିଲା ପରେ ପଳେଇ ଆସିଥିଲୁ ରିଟର୍ନ ଘରକୁ ଆସିକି ମୁଁ ପହଞ୍ଚି ଯାଇଥିଲି। ତାପରେ ଟିକେ ରେଷ୍ଟ ନେଇଥିଲି। ତାପରେ ଏପଟେ ଛାତ ଉପରେ ଟିକେ ବୁଲାବୁଲି କରୁଥିଲି ମାଇଣ୍ଡକୁ ଫ୍ରେଶ୍ କରିବା ପାଇଁ। ରାତିରେ ମୋ ଦେହ ଟିକେ ଭଲ ଲାଗୁନଥିଲା, ଟିକେ ମୁଁ ଶୋଇପଡ଼ିଥିଲି। ତା ଭିତରେ ମୋତେ ଖାଇବା ପାଇଁ ଡାକିଥିଲି, ମୁଁ ଖାଇବା ପାଇଁ ପଳେଇ ଆସିଥିଲି। ଖାଇ ପିଇ ସାରିଲା ପରେ ମୁଁ ଟାୟାର୍ଡ଼ ହେଇ ଚାଲିବି ଶୋଇବା ପାଇଁ। ଯଦି ଭିଡ଼ିଓଟା ଆପଣଙ୍କୁ ଟିକେ ଭଲ ଲାଗିଥିବ ତାହେଲେ ଆପଣମାନେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। ମୁଁ ରହିଲି, ରାଧେ ରାଧେ।